मिर्गी खोज निकटस्थ एक आश्रम बा जोगी मठ रही अच्छी सेठारे बहुत वर्ष पूर्वर मुनि ऋषि माने एठारे रही तपस्या करुथिले जोग साधना करुथिले एवं एठिकार महिमा धर्म उल्लेख महिमा धर्म जहाँकि अच्छी आम धार्मिक हिंदू धर्म जहाँ एठारे जोग साधना करुथिले जेतेबेले मुनि ऋषिगण देह त्याग कला परे धीरे धीरे ए जगार लुप्त पाइबार लगी एवं एठारे जो तांकर शिष्यगण थे से जड़े भाई थे मध्य जानिली जे ये जड़े ही वर्तमान अच्छा कि शिष्य अच्छा से दायित्व नहीं एठारे बसवास कर ए भाई होचंती ए मठर जड़े कर्मकर्ता एवं ये सहयोग करते भाई ए मठ विषय किसी आलोचना कर मठ प्राकृतिक रूप जो तपोवन आश्रम बोलिक घोषणा कर नाम कपिलमुनि तपोवन आठ समस्त भक्त आसिक जाती गुंफा श्रावण मस समस्त बलम कर जोर से कह श्रावण मसरे पानी ढाला आस भक्त बस नाम भजन अच्छा ये आमर जो बाबा माने थिले वर्तमान से माने केते दिन हलानी एठी रहू नांती कोन बाबा माने थिले बाबा शरीर त्याग कर सारला परे 8 वर्ष थिले टिके बाबा शरीर त्याग करी वर्तमान से स्वर्ग रे अछन 8 वर्ष ही 8 वर्ष बाबू जाऊँ बाबा नहांती शिष्य अच्छा अच्छा से शिष्य देहरी आमर बाबा आमर अच्छा बाबा शिष्य हाँ आपण मैंने देखिपे देखो ये किपर बहुत पुरातन जगह रही एठारे आपड़ देखिले जापर देखो ये आम धर ये सब देखो बहुत सारा बादुड़ी मन सब अच्छी पुरातन गुंफा अच्छी ये बाबा माने रही तपस्या जोग मध्य करुथिले हाँ बर्तमान ये सब गुंफार मरामती हो पारुनी बहुत पुराना जगह अच्छी तेणुक मरामती समय लगे हो पारुनी बहुत पुरातन वर्तमान चलते देखा आ कौन रही पुरातन जगह विषय ये देखी पार्टी ये जो फोटो सब लगी ये सब बाबा थे प्रथम बाबा से आसले से बाबा जो बाबा इन बर्तमान भल मत बुझी बाबा बाबा ग्रुपटा देखो एमती रही मठर प्राकृतिक आउ ए साइड रे हमरो रही नदी झरणा एक रही सब रही बाबा वर्तमान नहांती आश्रम रे से बाहर तपस्या रे बसचंती
ଏସବୁ ଗୁମ୍ଫା ରହିଅଛି। ଚାଲ ଭାଇ ବର୍ତ୍ତମାନ ଯିବା ବାବାଙ୍କର ମଠ। କ'ଣ କହିଲ? ବର୍ତ୍ତମାନ ବାବାଙ୍କର ଧନୀ ମନ୍ଦିର ଯିବା। ଆଚ୍ଛା ଧନୀ ମନ୍ଦିର ଯିବା ନା? ଧନୀ ମନ୍ଦିର ଅଖଣ୍ଡ ଧନୀ ଜଳାଯାଏ। ଅଖଣ୍ଡ ଧନୀ ଜଳାଯାଏ ନା? ଦେଖିପାରୁଥିବେ ଭାଇମାନେ ଏ ଜାଗା ଏକ ବହୁତ ଟିକେ ଦେଖି ଚାହିଁକି ଯିବ। ବହୁତ ବର୍ଷ ପୂର୍ବେ ଏଠାରେ ମାନେ ଯୋଗୀମାନେ ରହି ତପସ୍ୟା ଏବଂ ଯୋଗ ସାଧନ କରୁଥିଲେ। ଏଠାରେ ଦେଖନ୍ତୁ ଲଙ୍କା ଗଛ ମଧ୍ୟ ରହିଅଛି। ଏଠାରେ ଲଙ୍କା ଗଛ ଅଛି। ଭାଇ ମୋ ପାଖରେ ମାଇକ୍ ନାହିଁ, ମୁଁ ବ୍ଲୁଟୁଥ୍ ହେଡ଼ଫୋନ୍ରେ ହିଁ ମୁଁ ମୋର ଭିଡ଼ିଓ ସୁଟ୍ କରୁଛି। ଭଏସ୍ କେମିତି ଆସୁଛି ମୁଁ ଜାଣିପାରୁନି, ଯାହା ବି ହେଇଥାଉ। ବର୍ତ୍ତମାନ ଆମେ ଯିବା ଧନୀ ମନ୍ଦିରକୁ, ଦେଖିବା ସେଠାରେ କ'ଣ କେମିତି ପ୍ରାକୃତିକ ସୌନ୍ଦର୍ଯ୍ୟ କ'ଣ ଅଛି ଦେଖିବା। ଏବଂ ଦେଖିପାରୁଥିବେ ଏଠାରେ ବହୁତ ସାରା କଦଳୀ ଗଛ ମଧ୍ୟ ଲଗା ହେଇଛି। ବର୍ତ୍ତମାନ ଛୋଟ ଛୋଟ ଅଛି। କ'ଣ କହିଲ? ବାବାଙ୍କର ସ୍ନାନ କୁଣ୍ଡ। ବାବା ଏଠି ଗାଧୋଉଥିଲେ। ଆଚ୍ଛା ପାଣି ପିଇବେ। ଆଚ୍ଛା ଏଠାରେ କିଛି ପିଇବା ପାଣି ମଧ୍ୟ, ପିଇବା ପାଇଁ ପାଣି କିଛି ନଳକୂପ ନାହିଁ, କିନ୍ତୁ ଏଠାରେ ଏକ ପାଇପ୍ ମାଧ୍ୟମରେ ଝରଣାରୁ ପାଣି ଆସୁଛି ଏବଂ ତା ଏକ ଡ୍ରମ୍ ସାହାଯ୍ୟରେ ତାକୁ ସଂଗ୍ରହ କରି ତାକୁ ପାନୀୟ ଜଳ ରୂପେ ବ୍ୟବହାର କରାହେଉଛି। ହଉ ଦେଖନ୍ତୁ, ଏ ହେଉଛି ଧନୀ ମନ୍ଦିର। ଧନୀ ମନ୍ଦିର ଦେଖନ୍ତୁ, ଏ ହେଉଛି ଧନୀ ମନ୍ଦିର ମାଙ୍କର। ଏଠି ଧନୀରେ ଦିଆଯାଏ। କ'ଣ କହିଲ? ଧନୀ କୁଣ୍ଡ। ଆଚ୍ଛା ଏଇଟା କେବେ ଧନୀ ପ୍ରତିଦିନ ହୁଏ କି? ଆଚ୍ଛା ଯଜ୍ଞ ସମୟରେ ଏଠାରେ ଧନୀ ପ୍ରଜ୍ୱଳିତ କରାଯାଏ ଏବଂ ଅଖଣ୍ଡ ଯଜ୍ଞ ମଧ୍ୟ ହୁଏ ଏଠାରେ। ଦେଖିପାରୁଥିବେ ଧନୀ ମନ୍ଦିରର ପ୍ରାୟତଃ 50 ବର୍ଷ ପୂର୍ବରୁ ଏଠାରେ ଯୋଗୀ ସନ୍ଥମାନେ ରହି ଆସୁଛନ୍ତି ଏବଂ ଦେଖିପାରୁଥିବେ ମନ୍ଦିରର ଅବସ୍ଥା କେମିତି ହେଇକି ଅଛି। ବହୁତ ପୁରାତନ ଅଛି ଦେଖନ୍ତୁ। ଆଉ ଏପଟେ ପ୍ରାୟତଃ ଆଶ୍ରମ ଥିଲା ପୂର୍ବରୁ, ବର୍ତ୍ତମାନ ତ ବାବାଙ୍କର ଆଶ୍ରମ ଥିଲା। ତାର ଅବସ୍ଥା ଦେଖନ୍ତୁ କେମିତି ହେଇକି ଅଛି। ଭାଇ ଏଇ ଆମର ଏଇ ଜାଗାର ଚାରି ସାଇଡ଼ରେ ସବୁ କ'ଣ କ'ଣ ମାଇନ୍ସ ସବୁ ଅଛି? ମାଇନ୍ସ
ମାଇନ୍ସ ପ୍ଲାଣ୍ଟ ପ୍ଲାଣ୍ଟ କ'ଣ କମ୍ପାନୀ ସବୁ କ'ଣ ରହିଛି? कंपनी के लिए सेल एरिया ଆଚ୍ଛା, और सेल एरिया चारि पाखरे अछि स्टील प्लांट କେଉଁ କମ୍ପାନୀ ସବୁ ରହିଛି? स्टील प्लांट पूरा ଆଚ୍ଛା, ଦେଖନ୍ତୁ ଭାଇ ମାନେ ଏଇ ଗୋଟେ ସାଇଡ଼୍ରେ ଅଛି ଆମର ସେଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ଼୍, ଆଉ ଅନ୍ୟ ବିପରୀତ ପାର୍ଶ୍ୱରେ ରହିଅଛି ରୁମଟା ଷ୍ଟିଲ୍ ମାଇନ୍ସ ଆଣ୍ଡ ପ୍ଲାଣ୍ଟ ରହିଅଛି। କିନ୍ତୁ ଦେଖନ୍ତୁ ଆପଣମାନେ ଭାବନ୍ତୁ ପାଖରେ ଏତେ ସବୁ ମାଇନ୍ସ ପ୍ଲାଣ୍ଟ ଥିବା ସତ୍ତ୍ୱେ ବୋଧେ ବଡ଼ ବଡ଼ କମ୍ପାନୀ ଆସିକି ଏଠିକାର ମାଲକୁ ପରିବହନ କରି ବହୁତ ଟଙ୍କା ରୋଜଗାର କରୁଛନ୍ତି, କିନ୍ତୁ ଏ ପାଖ ଆଖରେ ଥିବା ଏକ ବହୁତ ପୁରାନା ମଠ ଏବଂ ତା ବିଷୟରେ କିଛି ଅନୁଧ୍ୟାନ କରୁନାହାନ୍ତି। ବହୁତ କହୁଛନ୍ତି କି ପ୍ରଶାସନ କହୁଛି ବହୁତ ଡେଭଲପମେଣ୍ଟ ହେଉଛି, କମ୍ପାନୀ ପ୍ରତିପୋଷଣ କରୁଛି, କିନ୍ତୁ ଦେଖନ୍ତୁ ଏ ପୁରା ନଗ୍ନ ଚିତ୍ର କେମିତି ହେଇକି ପଡ଼ିଛି ଆଶ୍ରମ। ଭାଇ ଚାଲ ଦେଖିବା କେଉଁଠି ଆଶ୍ରମ ଥିଲା ପୂର୍ବରୁ କହୁଥିଲ, ସେ ଟିକେ ଦେଖିବା। ଦେଖିପାରୁଥିବେ ଏ ହେଉଛି ନଦୀ ରହିଛି, ଦେଖନ୍ତୁ ଆପଣ ଦେଖିପାରୁଥିବେ ନଦୀ ନଦୀ କେମିତିକା ନଦୀ ଦେଖନ୍ତୁ ଆପଣ, ପୁରା ଦେଖିପାରୁଥିବେ ପୁରା ରକ୍ତର ନଦୀ କହିଲେ ଚଳିବ, ବିଷାକ୍ତ ନଦୀ। ଏଠିକାର କମ୍ପାନୀ ମାନେ ସବୁ ମାଲେମାଲ ହେଉଛନ୍ତି, କିନ୍ତୁ ଏ ପାଖରେ ଥିବା ବାସିନ୍ଦା ମାନେ କେମିତି ପାଣିର ପିଉଛନ୍ତି ଏବଂ କେମିତି ସ୍ନାନ କରୁଛନ୍ତି ନଦୀ ପାଣି, କିନ୍ତୁ ଡେଭଲପମେଣ୍ଟ କହୁଛନ୍ତି କିଛି କରୁନାହାନ୍ତି। ପ୍ରଶାସନକୁ ମୁଁ ନିହାତି କହିବି ଏ ଆଶ୍ରମ ପ୍ରତି କିଛି ଧ୍ୟାନ ଦେବା ନିହାତି ଜରୁରୀ, କାହିଁକିନା ଏ ଆମର ବହୁତ ପୁରାତନ ହିନ୍ଦୁ ଧର୍ମର ଏକ ଅଲେଖ ମହିମା ଧର୍ମ, ଯାହାକି ବହୁତ ପ୍ରାଚୀନ କାଳରୁ ଅଛି ଏବଂ ରହିଥିବ। କିନ୍ତୁ ଏ ପ୍ରଶାସନର ଅବହେଳା ଯୋଗୁଁ ଏସବୁ ପ୍ରାଚୀନ ସ୍ଥିତିକୁ ଲୋପ ପାଇବାରେ ଲାଗିଛି। हाँ, ए भाई मैंने बहुत कष्टर सहित संघर्ष कर ए धर्म को बचेकी रखिंट, जहा हो धन्यवाद। किंतु ए पाखरे थिबा कंपनी एवं प्रशासन लोक किसी या प्रति गुरुत्व देना। देखा प्रायतः किछि वर्ष पूर्वर तो जो आमर थिले बाबा से माने प्रथम प्रायतः ए तले तांकर आश्रम थिला। अच्छा, तांकर पूर्व यही पाखरे ही आश्रम थिला। देखंतु ताहा मध्य एबे पूरा संपूर्ण रूपे भांगी जाइछि एवं पूरा माटी रे मिसी जाइछि। देखंतु ए नग्न चित्र देखि परिबे आपण माने। देखंतु ए किंतु थिला केते बड़ आश्रम थिला। गुंफा अच्छी ना, एटी थे एक मध्य गोटे गुंफा रही अच्छी। देखो डर भी लगुच कहीं बहुत सारा पहाड़ भितर कौन। अच्छा, ये ऊपर को भितर जावाई अच्छी रास्ता कि भितर जावाई अच्छी रास्ता नाई? अच्छा, बस ये खाली बस गोटे गुंफा अच्छी एटी थिला से तले बर्तमान किंतु दसी प्राय तो बंद हो जाइए। कौन कहला? अच्छा, ये तो जो प्रथम प्रथम थे से पानीय जल
ରୂପେ ଏହି କୁଣ୍ଡରୁ ସେ ବ୍ୟବହାର କରୁଥିଲେ। ଦେଖୁଛେ ନା ଲିଙ୍ଗ ବାହାରି ଆଚ୍ଛା ପଡ଼ୁଛି ନା ଜୁମ୍ କରିବ ଟିକେ ଗଛଟା ଦେଖାଯାଉଛି ତ ହଁ ଗଛଟା ତଳ ଆଚ୍ଛା ସେଠି ପାଣି ବାହାରିଛି ସେଠି ଠାକୁର ବାହାରିଛନ୍ତି ଲିଙ୍ଗ ଶିବ ଠାକୁର ବାହାରିଛନ୍ତି। ଆପଣମାନେ ଦେଖନ୍ତୁ ଏବଂ ଅନୁଧ୍ୟାନ କରନ୍ତୁ ଏଠାରେ କେତେ କ'ଣ ସେ ମାହାତ୍ମ୍ୟ ରହିଛି, କିନ୍ତୁ ଏଠିକାର ପ୍ରଶାସନ କିମ୍ବା କୌଣସି କମ୍ପାନୀ ଏଥିପ୍ରତି କିଛି ଧ୍ୟାନ ଦେଉନାହାନ୍ତି। ଦେଖନ୍ତୁ ଏଠାରେ ଏକ ଲିଙ୍ଗ ମଧ୍ୟ ବାହାରିଛନ୍ତି ପ୍ରଭୁ, ସେ ଶିବଲିଙ୍ଗ ବାହାରିଛି, କିନ୍ତୁ ଏଠିକାର ପ୍ରଶାସନିକ ଏବଂ କମ୍ପାନୀର ବାରମ୍ବାର କହିବା ସତ୍ତ୍ୱେ ମଧ୍ୟ କେହି ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଆଚ୍ଛା ଦେଖନ୍ତୁ ଏ ଦେଖି ମଧ୍ୟ ପାରୁଥିବେ ଏଠାରେ ମଧ୍ୟ ହାତୀ ମଧ୍ୟ ଆସୁଛନ୍ତି, ତାଙ୍କର ପାଦ ଚିହ୍ନ ମଧ୍ୟ ରହିଅଛି। ଦେଖନ୍ତୁ ଆଚ୍ଛା ଏଠାରେ ହାତୀ ଭାଲୁ ବାଘ ମଧ୍ୟ ସବୁ କିଛି ଏଠାରେ ଯିବା ଆସିବା କରନ୍ତି, ତାଙ୍କର ସ୍ଥଳୀ ଅଛି। କିନ୍ତୁ ବର୍ତ୍ତମାନ ଯିବା ଆମର ନଦୀର ସେ ପାରକୁ, ସେଠାରେ ମଧ୍ୟ ତାର ପଟେ ମଧ୍ୟ ବାବାମାନେ ରହି ତପସ୍ୟା କରୁଥିଲେ, ଗୁମ୍ଫା ମଧ୍ୟ ଅଛି ଦେଖିପାରିବେ। ଏଇ ଦେଖନ୍ତୁ ପାଣି ଦେଖନ୍ତୁ, ଆପଣମାନେ ଦେଖିଲେ ହିଁ ଆପଣ ଚିନ୍ତା କରିପାରୁଥିବେ ପାଣିର ଦେଖନ୍ତୁ ପାଣି କେମିତି ଦେଖାଯାଉଛି, ଏମିତି ପାଣି ଦେଖନ୍ତୁ ଏହି ଅଛି ରାସ୍ତା ଅଛି ଦେଖନ୍ତୁ। ଗୁପ୍ତଗଙ୍ଗା, ପାତାଳୀ ମହାଦେବ, ପାର୍ବତୀ ଗୁମ୍ଫା, ରାମ କଦଳୀ ନଦୀ। ଦେଖନ୍ତୁ ଏ ରାସ୍ତା ଦେଖନ୍ତୁ, ଆପଣମାନେ ଧ୍ୟାନ କରନ୍ତୁ। ମୁଁ ପ୍ରାୟତଃ କାଲି ଆସିଥିଲି ଏ ଜାଗାକୁ, କିନ୍ତୁ ଏଠାକାର ପରିବେଶ ମୋତେ ବହୁତ ଭଲ ଲାଗିଥିଲା ଏବଂ ଏଠାରେ ରହି ମୋତେ ବହୁତ ଖୁସି ଅନୁଭବ ହେଲା ଏବଂ ଏ ଜାଗାର ମାହାତ୍ମ୍ୟ। ଆଚ୍ଛା ଏ ରହିଅଛି ଆମର ରାମ କଦଳୀ, ଏ ଗଛ ସବୁ ରାମ କଦଳୀ ଗଛ ଅଛି। ରାସ୍ତା ନାହିଁ, ଏ ଲଟିକୁ ଧରିକି ଉଠିବାକୁ ପଡ଼ୁଛି। ଦେଖନ୍ତୁ ଏମିତି ସବୁ ରହିଅଛି। ଭାଇ ଏଇଟା ଯେଉଁ ଆମର ଝରଣାଟା ବାହାରିଛି ପଥର ମଧ୍ୟରୁ, ଆଚ୍ଛା ପଥର ଭିତରୁ ବାହାରିଛି। ଇଏ ପ୍ରାୟତଃ ସବୁବେଳେ ଆଚ୍ଛା ଖରା ଦେଲେ ବି ଆଚ୍ଛା 12 ମାସ ପାଣି ବାହାରିଥାଏ। ଦେଖିପାରିବେ ହେଉଛି ଗୁପ୍ତଗଙ୍ଗା ମାତା, ଗୁପ୍ତଗଙ୍ଗା, କିନ୍ତୁ ଏହାର କିଛି ସୌନ୍ଦର୍ଯ୍ୟକରଣ ହେଇପାରୁନି କି କିଛି ଜାଗାର ମେଣ୍ଟେନାନ୍ସ କହିଲେ ହେବ, ମେଣ୍ଟେନାନ୍ସ ହେଇପାରୁନି। ଧୀରେ ଧୀରେ ଚାଲିଛି।
ओम बाबा नमस्कार नमः। ये रही गुप्त गंगा देखिए आपने गुप्त गंगा देख सारे बर्तमान देखिए आ कौन कौन रही देखो ये सब पणस गछ रही अच्छी देखो पणस गछ बहुत पूर्वर जो बाबा मैंने रही आसुले से बाबा मान द्वारा ये गछ सब रही आ सब मोर रही अच्छे कौन कहल अच्छा ये हूँ देखो पाताली महादेव गुफा मध्य रही अच्छी पाताली महादेव गुफा ये कौन ये सब कौन अच्छा एठारे देखो पणस गति सब अच्छी बानर एवं भालू मैंने सब एठारे आसुंच एवं खाऊं से पणस को देखिपे गुफा मत तो बहुत भय भी लगुच कहीं बहुत सारा बादुड़ी रही अच्छी बहुत भयंकर हे प्रभु प्रभुंर एक लिंग रही अच्छी हे प्रभु हाँ देखिले हूँ पाताली महादेव एक लिंग रही अच्छी हैं अच्छा देखो ए भाई मान सहयोग रे खाली तांकर दैहिक परिश्रम साहाय्य ही सब काम चलती किंतु कौन कंपानी कि प्रशासनिक कौन सहायता मिल पारुनी कि कौन साहाय्य मिल पारुनी देखिए भाई ये जो जो बाबा माने रोहुथिले से सब केते वर्ष पूर्वर एठी थिले एवं भाईंकर कहवा कथा मुताबक एठारे 80 वर्ष पूर्वर मुनि तपस्वी बाबा माने रही ध्यान योग कर्म योग कर आसुथिले कौन कहल अच्छा हर पार्वती गुफा इरा कौन फलटा इरा अच्छा इरा काड्रू कौन मुझे एपर्तन जानी काड्रू गोटे फल कौन हाँ भाई मैंने गोटे मजादार एवं वेरी इंटरेस्टिंग कथा जापर ये हूँ एक हाइड्रोलिक्स नहीं हाइड्रोसिल हाँ हाइड्रोसिल जार भी होता है भाई मानकर प्रायतः पुरुष मानकर ही ये सब समस्या पुरुष मानकर मध्य देखा दे थे तेणुक जदि ये फल केमती कौन
ଫଳ କି हाँ ତାକୁ ଲଗାଏ अच्छा ତା ସହିତ ଆଉ କୌଣସି ପ୍ରକାର ଅଲଗା ପ୍ରକାର ଜିନିଷ अच्छा ये 2-3 प्रकार औषध मिसिकी ସେ ଔଷଧ ତିଆରି ହୁଏ। अच्छा तैयारी हुए ये गोटे फल देखो हाँ ଆଉ ବହୁତ ଗୁଡ଼ିଏ ବର୍ତ୍ତମାନ कौन कहल एटा ହର ହର ପାର୍ବତୀ ଗୌରୀ କରି देखो भाई मैंने ଏବେ पहुँची गलु हरगौरी पार्वती गुफा ଲେଖାଯିବ अच्छा ये पार्वती गुफा रही अच्छे ଏଠି ଭିତରକୁ ଯାଇ ହେବ ଭାଇ ହଉ ଦେଖି ଯାଇକି ଟିକେ ଯିବ ତଳକୁ ଉପରକୁ ଆଚ୍ଛା ମୋତେ ତ ଡର ଲାଗୁଛି କିନ୍ତୁ ଯେମିତି ହେଇଛି ବର୍ତ୍ତମାନ ବହୁତ ଭୟଙ୍କର ଲାଗୁଅଛି ଆଳୁ ଭିତରକୁ ଯାଅ କାହିଁକି ନା ହିଂସ୍ର ଜନ୍ତୁ ମଧ୍ୟ ଏଠାରେ ରହିଆସୁଛନ୍ତି ବାବାମାନେ ବହୁତ ଦିନ ପୂର୍ବରୁ ଏ ଜାଗା ତ୍ୟାଗ କରିଦେଇଛନ୍ତି କିନ୍ତୁ ଏବେ ତାଙ୍କର ଶିଷ୍ୟ ଅଛନ୍ତି କିନ୍ତୁ ସେମାନେ ବି ଭୟରେ ରହୁନାହାନ୍ତି ଆଉ ଭାଇ ଏପଟେ ଟିକେ ଆସ ଭାଇ ସେ ବାହାରେ ରହିଗଲେ ମୋତେ ବହୁତ ଡର ମାରୁଛି କିନ୍ତୁ ଦେଖନ୍ତୁ ଏ ହେଉଛି ପାର୍ବତୀ ଗୁଫା ବହୁତ ସାରା ବାଦୁଡ଼ି ମାନ ଅଛନ୍ତି ଆଉ ଭିତରକୁ ମୁଁ ଯାଇପାରିବିନି ମୋତେ ବହୁତ ଭୟ ଲାଗୁଛି କାହିଁକିନା ଯେ ପର୍ଯ୍ୟନ୍ତ ଏ ଜାଗା ପ୍ରତି ପ୍ରଶାସନ କିମ୍ବା କୌଣସି କମ୍ପାନୀ ଦ୍ୱାରା ଏହାକୁ ମରାମତ ନ କରାଗଲେ ଏ ଧୀରେ ଧୀରେ ଏ ପ୍ରାଚୀନ ଲୁପ୍ତ ପାଇବାରେ ଲାଗିଛି ତେଣୁକରି ଧ୍ୟାନ କରିବା ନିହାତି ଜରୁରୀ ଅଛି କ'ଣ ଭାଇ କ'ଣ କହିଲ ଏଠି କେଉଁ ବାବା ରହୁଥିଲେ ପବିତ୍ର ବାବା ସବା ପ୍ରଥମେ ଆସିକି ହଁ କୁହ ଟିକେ କ'ଣ ପବିତ୍ର ବାବାଙ୍କ ବିଷୟରେ ଟିକେ କହିବ ପବିତ୍ର ବାବା ସବା ପ୍ରଥମେ ପବିତ୍ର ବାବା ଏଠି ରହୁଥିଲେ ଯୋଗ ଧ୍ୟାନ ଚାଲିଥିଲା ପବିତ୍ର ବାବା ରହୁଥିଲେ ଯୋଗ ଧ୍ୟାନ କରୁଥିଲେ ତପ ଜପ କରି ସେ ତାଙ୍କର ସେ କେତେ ବର୍ଷ ପୂର୍ବରୁ ଏଠୁ ଗଲେ ସେ ଏଠୁ ତାଙ୍କ ଯିବା କମ୍ ସେ କମ୍ ନହେଲେ ହେଇଯାଇଥିବ ସେ 70-75 ବର୍ଷ ଆଚ୍ଛା ବହୁତ ବର୍ଷ ପୂର୍ବରୁ ତେବେ ଏଠୁ ବାବାମାନେ ଛାଡ଼ିକି ଚାଲି ଯାଇଛନ୍ତି ଆଉ କ'ଣ ରହିଅଛି ଏଠି ଆଉ କ'ଣ ଅଛି ସବୁ ଦେଖନ୍ତୁ ଏଠାରେ ସବୁ ବହୁତ ପ୍ରକାର ଜୀବଜନ୍ତୁ ମଧ୍ୟ ରହିଅଛନ୍ତି କାହିଁକିନା ବହୁତ ବଡ଼ ଜଙ୍ଗଲ ମଧ୍ୟ ରହିଅଛି କିନ୍ତୁ ଚତୁଃପାର୍ଶ୍ୱରେ ସବୁ କମ୍ପାନୀ ମାନ ରହିଅଛି କିନ୍ତୁ ଏହାର ଦୃଷ୍ଟି ଆକର୍ଷଣ କରୁନାହାନ୍ତି ଦେଖନ୍ତୁ କ'ଣ ସବୁ ଅଛି ରାସ୍ତା ଦେଖୁଛନ୍ତି କେମିତି ବର୍ତ୍ତମାନ କେତେ ତଳେ ଅଛି ନଦୀ ଏମିତି ସବୁ ନଟା ଧରିକି ଓହ୍ଲାଇବା ପାଇଁ ପଡ଼ିବ ମୁଁ ଭାବୁଛି ଯେଉଁ ଭାଇମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଚେତନା ଥିବ ଏବଂ ଯେ ଭଗବାନଙ୍କ ପ୍ରତି ନିଷ୍ଠା ରଖିଥିବ ସେ ନିଶ୍ଚୟ ଏ ଜାଗାକୁ ତା ହୃଦୟରେ ବାସ କରିବ ଏ ଜାଗାରେ କାହିଁକିନା ଯେ ଆଧ୍ୟାତ୍ମିକ ବ୍ୟକ୍ତି ହିଁ ଏ ନିରୋଳା ଜାଗା ଖୋଜିଥାଏ କାହିଁକିନା ସେ ଗହଳିକୁ ପସନ୍ଦ କେବେ କରିନଥାଏ ସତ୍ୟର ଯଦି ଅନୁସନ୍ଧାନ କରନ୍ତି ତାହେଲେ ସତ୍ୟର ଏହି ହେଉଛି ମହିମା ବହୁତ ଦେଖି ଚାହିଁକି ବୁଲିବା ପାଇଁ ପଡ଼ୁଛି ଦେଖନ୍ତୁ ରାସ୍ତା ନାହିଁ ବାସ୍
रास्ता ही नहीं। लेफ्ट साइड अच्छा और गुफा से देख देवा चलो। रास्ता ही नहीं देख पाते बहुत ए कौन कहले हैं ନରସିଂହ ଗୁମ୍ଫା। नरसिंह गुम्फा रही देखो। धीरे धीरे माटी पड़ी खंड खंड हो पड़ जाइए बंद होगा गोटे हो गला जो रोते बाबा साधु सन्थ मैंने जोग साधना करुले से समय प्राकृतिक भल था बर्तमान ताहा धीरे धीरे भत्ती जाइए माटी पड़ी भत्ती कर सक्षम हो। देखा थे जगह देखते केमती रास्ता और केमती परिवेश चढ़ई मानकर बाबा कौटा रोले बा अच्छा ये कौन रही अच्छा ये बहुत मन ऋषि मैंने ଗୁପ୍ତ ଗଙ୍ଗା ଗୁମ୍ଫାଟା ସେ ଭିତରେ अच्छा ପାଖକୁ ଯିବ ଯଦି ଆରାମସେ। गोटे गुफा रही अच्छी देखु जदि कौन सी भक्त चाहे कि दान कि पुण्य करने ताहले प्रायतः निजे ही आपण मैंने आसीपारे जगह को एवं देखिपारे देखा सहित आपण जहाँ समर्थ आपड़ देपारे दान करें ये जगार महत्व को बुझीपारे एवं ये आमर सनातन धर्मर जो रही अलेख महिमा धर्म से धर्म को केमती आमर बजाय रखा से प्रति गुरुत्व देवा निहाती जरूरी। देखो रास्ता एमती सब रही देखो सबुआड़े लंका गछ देखो ये लंका ये लंका गछ रही देखिपे कौन कहते धानुआ लंका ये बहुत छोट छोट लंका देखते देखिपे छोट हाँ कथा से भाई कहते लंका बहुत छोट किंतु से लंकार राग आप पार्टी देह मात्रा आप माने कौन कह निआरे जलिया सहित सामान हो मैंने बहुत कम परिमाण से लंका को व्यवहार करती। ये भाई मानकर परिश्रम द्वारा ही ये पोल निर्माण होती किसी देखिपे पोल केमती बनी पणस गछ रही ବର୍ଷା କାଳରୁ ଭଲ କାମ ରହୁଛି। हाँ चलो भाई मैंने बरसा बर्तमान प्रायतः हो गला काली आसली गाधेवा समय मोर कपड़ा सुखाई देती बर्तमान वर्षा मत प्रबल मात्रा आसला तेणुक मत प्रायतः शीघ्र जावाई पड़े बाहर सुखाई देती मुझे आज प्रायतः पढ़ा बर्तमान बहुत मात्रा वर्षा पड़ू बर्तमान आम सैड्रे ही रही जाइए से गुफा सैड्रे देखिपे भाई यहाँ कौन पत्र यहाँ कौन नटीटा हाँ ଫୁଲ ଗଛଟା ସେଇଟା କଣ ଫୁଲ ଗଛ ଗୋଟେ ରହିଛି ମଧ୍ୟ ତା ସହିତ ରାମ କଦଳୀ ମଧ୍ୟ ରହିଅଛି ସେଠାରେ
ଦେଖିପାରୁଛନ୍ତି।